धन केमिति रोजगार कर धर्म उपाय धन अर्जन कर ସେହି ଧନରୁ କିଛି ଅଂଶ ତମ ପରିବାର ଲଗେଇବ, ଅନ୍ୟମାନଙ୍କ ସେବାରେ ଲଗେଇବ। ତା ଦେହରୁ କିଛି 5 ଭାଗ 100 ଭାଗରୁ 5 ଭାଗ ଧନ ଧର୍ମ କାର୍ଯ୍ୟରେ ଲଗେଇବ, ଆଉ 95 ଭାଗ ତମେ ଭୋଗ କରିବ ଦୈନିକ ଉପାର୍ଜନରେ। ଆମେ ଉପାର୍ଜନ କେମିତି କରୁଛୁ କହିଲେ? ଆମର ଉପାର୍ଜନଟା କେମିତି? ଯଦି ମନେକର ଜଣେ ଉପରେ ଅଫିସର ଅଛନ୍ତି, ତାଙ୍କୁ ସେ ଚାକିରି କରିଛନ୍ତି କେବଳ এই সকাশে যে লোকমানଙ୍କର উপকার করা সকাশে। চাকরি মানে চাকর ମାନଙ୍କ কোন সেবক, ସେମାନେ কোন ସେମାନେ ସେବକ ହେଇକି ଅଛନ୍ତି, କେବଳ ଦସ୍ତଖତଟିଏ ମାରିବେ, କ'ଣ କ'ଣ କଲେ ତୁମର ଯେମିତି ଧନ ପାଇବ, ଯାହା ଯାହା ସବୁ ପାଇବ, ଯାହା ହବ ତୁମକୁ ସୁବିଧା ଦିଆଯିବ। ସରକାରୀ ସ୍ତରରେ ଯିଏ ଭତ୍ତା କରିଦେଉଛି, ଯିଏ ଘର ପାଇଁ ପଇସା ସାଙ୍କସନ୍ କରୁଛନ୍ତି ବା କିଛି କିଛି କରୁଛନ୍ତି, କେତେ ପଇସା ସେ ଲାଞ୍ଚ ସ୍ୱରୂପ ନେଉଛନ୍ତି କହିଲେ? ଏଇ ଉପାୟରେ ଯେ ପଇସା ରୋଜଗାର କରେ ତାର ଅବସ୍ଥା ହିଁ ଏମିତି ହିଁ ଥାଏ, ଖର ଖରକୁ ଯାଏ। ଭାଗବତରେ କହିଲେ ସେ କଥା, ଦୁଃଖେ ସଞ୍ଚିତ ଯେତେ ଧନ ସେ ନୁହେଁ ସୁଖେ ପ୍ରୟୋଜନ। রাধে গোবিন্দ 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 পদু গড়ুছি মকরন্দ। କେଡ଼େ ବଢ଼ିଆ କଥା କୁହାଯାଉଛି ଭାଗବତରେ। ଦୁଃଖେ ସଞ୍ଚିତ ଯେତେ ଧନ ସେ ନୁହେଁ ସୁଖେ ପ୍ରୟୋଜନ। ଆଉ ଥରେ ଅନ୍ତତଃ ମିଶେଇକିରି ଗାଁ ମୋ ସହିତ, ଦୁଃଖେ ସଞ୍ଚିତ ଯେତେ ଧନ ସେ ନୁହେଁ ସୁଖେ ପ୍ରୟୋଜନ। রাধে গোবিন্দ 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 পদু গড়ুছি মকরন্দ। ଦୁଃଖେ ସଞ୍ଚିତ ଯେତେ ଧନ ସେ ନୁହେଁ ସୁଖେ ପ୍ରୟୋଜନ। ଦୁଃଖେ ଅର୍ଥ ଦୁଃଖରେ ସଞ୍ଚୟ କରିଥିବ, ତମେ ପରିଶ୍ରମ କରିଥିବ, ଟଙ୍କା ପଇସା ରୋଜଗାର କରିକି ରଖିଥିବ, ଆଉ ସେ ପଇସାକୁ ତମେ ଭୋଗ କରିପାରିବନି। ଭାଗବତକାର କ'ଣ ଏଡ଼େ ଖରାପ କଥା କହିଲେ? ତମେ ଦୁଃଖ କଷ୍ଟ କରିକି ଧନ ସଞ୍ଚୟ କରିବ, ସେ ଧନରେ ତମର ଅଧିକାର ନାହିଁ। ଆଉ କ'ଣ ଚୋରି କରିକି ଅନ୍ୟକୁ କଷ୍ଟ ଦେଇକି ଧନ ଆଣିଥାଏ, ସେ ଧନ ସବୁ କାମରେ ଲାଗିଥାନ୍ତା? ନାଇଁ, କଥାଟା ଟିକେ ଓଲଟା। ଦୁଃଖେ ସଞ୍ଚିତ ମାନେ ମନେ କରାଯାଉ ଆପଣ ବିଡ଼ିଓ ଅଛନ୍ତି, ଆପଣଙ୍କର ଦସ୍ତଖତଟେ ମିଳିଗଲେ କାହାର ଘରଟିଏ ହେଇଯିବ, କାହାର ଭତ୍ତାଟିଏ ହେଇଯିବ, କ'ଣ କ'ଣ ହବ। ଆପଣ ପାଖକୁ 5 ଥର ଗଲା ପରେ ଲୋକଟି, ଚାଷୀ ମୂଲିଆ ଲୋକ କିଏ ବି ଲୋକଟି ପରିଶ୍ରମ କରୁଥିବ, ମୂଲ ଲାଗୁଥିବ, ଥରେ ଯିବ, 2 ଥର ଯିବ, 5 ଥର ଯିବ। 5 ଥର ଗଲା ପରେ ଆପଣ ତାର କାଗଜରେ ଦସ୍ତଖତ କରୁନଥିବେ, ତାକୁ ସୁବିଧା ଦେଉନଥିବେ। ଆପଣ ଦସ୍ତଖତ କରିବା ପାଇଁ ବସିଛନ୍ତି, କିନ୍ତୁ ତାର ପେପରରେ ସିଗ୍ନେଚର ଆପଣ କରୁନଥିବେ। ବାଧ୍ୟ ହେଇକି ଜଣେ କହିବେ ତୁ ସେ ପିଅନ ହାତରେ ଦେଇଦେଉନି 500 ଟଙ୍କା, ସେ ତୋର ହେଇଯିବ କାମ। ସେ ଲୋକଟି ତା କାମ କରିବା ସକାଶେ ମରି ପଡ଼ିକରି ଯେଉଁ 500 ଟଙ୍କା ହଉ 1000 ଟଙ୍କା ହଉ ଲୁଚେଇକି ଆପଣଙ୍କୁ ଦେବ। ଦେଇଗଲା ପରେ ସିଏ ଯେଉଁ ଟଙ୍କାଟି ଦେବ, ଖୁସିରେ ଦେବ ନା ଦୁଃଖରେ ଦେବ? ଦୁଃଖରେ ତ। ଦୁଃଖେ ସଞ୍ଚିତ ଯେତେ ଧନ ସେ ନୁହେଁ ସୁଖେ ପ୍ରୟୋଜନ। ଯୋଉ ଧନ ତମେ ରୋଜଗାର କଲ, ସେ ଲୋକଟାକୁ କଷ୍ଟ ଦେଇକି, ସେ ଲୋକଟାକୁ ପୀଡ଼ା ଦେଇକି ତମେ ଧନ ଅର୍ଜନ କରିଛ। ଯୋଉ ଲୋକଟାକୁ ଦୁଃଖ ଦେଇକି ତମେ ଧନ ଅର୍ଜନ କରିଛ, ସେ ଧନ ତମ କାମରେ ଆସିବ ନାହିଁ। ସେଥିପାଇଁ ଗୋଟେ ସୁନ୍ଦର କହିଲେ, ଦୁଃଖେ ସଞ୍ଚିତ ଯେତେ ଧନ ସେ ନୁହେଁ ସୁଖେ ପ୍ରୟୋଜନ। রাধে গোবিন্দ 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 পদু গড়ুছি মকরন্দ। बोले सच्चिदानंद भगवान की जय। विश्व कल्याण होलंदे कर हरि हरि बोल। अन्य को दुख कष्ट दे जो धन अर्जन कर से आम कम आसब ना। तेणु देव पूजा जो कहगला, देवयज्ञ बोली जहाँ कहगला, देवता उद्देश्य जो धन व्यय कर खर्च कर से धन पुणी सचोट उपाय आसी दरकार।
ଆମେ ଶାବଳ ଚୋରି କରି ଛୁଞ୍ଚି ଦାନ କରୁଥିବା। ବାବାରେ କମ ଦାନୀ ଦାନୀ ସିନା ଲୋକ କହିବେ, କିନ୍ତୁ ସିଏ ଯେ ମହାପ୍ରଭୁ ବସିବେ ସିଏ ସହଜରେ ଗ୍ରହଣ କରିପାରିବେ ନାହିଁ। ସେ ଦାନକୁ ସେ ସହଜରେ ସ୍ୱୀକାର କରିବେ ନାହିଁ। ଦେବଯଜ୍ଞ କହେ